ॐ रामं लक्ष्मणं पूर्वजं रघुवीरं सीतापतिं सुन्दरं काकुत्स्थं करुणाकर गुणनिधिं विप्रप्रियधार्मिकं राजेन्द्रं सत्यसन्ध दशरथतनयं श्यामलं शान्तमूर्ति वन्दे लोकाभिरामं रघुकुलतिलकं राघवं रावणारी मुखं करोति वाचालं पङ्गुलङ्घयतगिरिं यद्रुपातमं वन्दे परमानंद माधवं। श्री भक्तवत्सल भगवान की जय। मर्यादा पुरुष रामचंद्र की जय। लक्ष्मण लाल जी की जय। भरत लाल जी की जय। शत्रुघ्न लाल जी की जय। सीता देवी की जय। संकट मोचन हनुमान जी की जय। मोर प्रिय श्रोता बंधु मान को नमस्कार करी आरंभ कर ये धारावाहिक संपूर्ण रामायण कथा। एथिरे रामଙ୍କ जन्म ठारू लवकुश राजा हेबा पर्यंत अछंती। एणु दयाकरी आपण माने ए धारावाहिक रामायण को शुणु। से फल आपण निश्चय पाइबे, एथिरे किसी संदेह नहीं। शास्त्र रे कथा वर्णित अछि। एणु आपण माने शुणिथिले कौशल्या माँ दुर्गा को जाकि स्तव करछंती, कहउछंती हे माँ दुर्गा देवी एतिकी प्रार्थना मोर राम जमिति काली निर्विघ्न रे राजा हेब। कौशल्या पाखरे सुमित्रा लक्ष्मण बसतिले रामक अभिषेक विषय रे कहते। कौशल्या माता आगुरी रामक सांगसाथी ठारू शुणी सारी। तापर अति खुशी रे सीता को डकैले। दासी कहले जा डाकी आण। दासी जाकि डाकिक आणला। सीता देवी आसी दुई शाशु को कैकेयी सॉरी सुमित्रा आउ दुई राणी के सुमित्रा कौशल्या दुई राणी को नमस्कार करी पाद पूजा कले। समस्ते मिसी विष्णु को ध्यान कले। से समय रामचंद्र सीता को न पाई खोजी खोजिका काले आसचंती कहते माँ के पाख खोजी खोजिका आसिकी पहुँची गले। सुमित्रा कौशल्या को दी जन माँ को नमस्कार करी लक्ष्मण को स्नेह कोल बसाइले। पति आसवा देखी सीता टिके लाजेकी आड़ होइकी मुँह को तलुक करी बसिले। तापरे रामचंद्र कहले माँ मते बापा कहले मोर अभिषेक हेब, तेणु सीता सहित उपवास करी आज रात्र रे कुशासन बिछणारे शोइबाकू। तापरे वशिष्ठ आसी कौन कहे यही कथा मत कहले कहले सेठू मु आसिकी तोर परामर्श मागुच। कौशल्या कहले तू दीर्घजीवी हुआ, प्रजा को पालन करी चिरकाल बसी राजलक्ष्मी भोग कर। लक्ष्मण को पाखरे रखिवा सहित सुमित्रा आउ बंधुबांधव को आनंद रखिबू। राजा हिसाब से ये कर्तव्य करूँ। मोर जहाँ कर्तव्य करने कथा व्रत उपवास से हरि उद्देश्य सब कर तार प्रतिफल एवं मु पाइली। तू भी राजलक्ष्मी सीता पाइछु, सुखरे बसी राज्य भोग कर। मुझे कल्याण करुँ। राम खुशी होई लक्ष्मण कहले तू मोर प्राण, मु निमित्त मात्र राजा होइथिबी,
ରାଜଲକ୍ଷ୍ମୀ ସୁଖଭୋଗ ସବୁ ତୋର। ତୋରି ଭରସାରେ ମୁଁ ଅଭିଷେକ କଥା ରାଜି ହୋଇଛି। ମୋତେ ରାଜ୍ୟ ପାଳିବାରେ ତୁ ସହାୟ ହେବୁ। ସବୁ ସମ୍ପଦ ତୋର ଲକ୍ଷ୍ମଣ। ଏତିକି କହି ରାମଚନ୍ଦ୍ର ଦୁଇ ମାତାଙ୍କୁ ନମସ୍କାର କରି ସୀତାଙ୍କୁ ସାଙ୍ଗରେ ନେଇ ନିଜ ଅନ୍ତଃପୁରରେ ପହଞ୍ଚିଲେ। ତାପରେ ଦଶରଥ ରାଜା ବଶିଷ୍ଠଙ୍କୁ ଡକାଇ କହିଲେ, ଟିକେ ରାମ ପାଖକୁ ମୁନି ଯାଆନ୍ତୁ। ଉପବାସ ବିଧି ବିଧାନ ସବୁ ମୁଁ ସିନା କହିଲେନି ଖାଲି ଉପବାସ କରିବୁ, କୁଶ ବିଛଣାରେ ଶୋଇବୁ, ତା'ର ଯେତେ ବିଧିବିଧାନ ମୋତେ ମାଲୁମ ନାହିଁ। ଏ କଥା ଟିକେ ରାମକୁ ସବୁ ବୁଝାଇକି ଆସିବ। ବଶିଷ୍ଠ ରଥରେ ବସି ରାମଙ୍କ ପାଖରେ ପହଞ୍ଚିଲେ। ରାମ ସୀତା ବଶିଷ୍ଠଙ୍କୁ ପୂଜାବିଧି କରି ପ୍ରଣାମ କରି ଯାହା କରିବା କଥା କଲେ। ବଶିଷ୍ଠ ଉପବାସ ବିଷୟରେ ସବୁ ବୁଝାଇ ସାରି କହିଲେ, ରାମ ସୀତାଙ୍କୁ କୋଳରେ ଧରିକି ବସ, ମୁଁ ମନ୍ତ୍ରପୁତ ଜଳ ଛିଞ୍ଚି ପବିତ୍ର କରିବି। ତାପରେ ରାମ ସୀତା ବସିଲେ। ବଶିଷ୍ଠ ଋଷି ଜଳ ଛିଞ୍ଚି ପବିତ୍ର କରିସାରି ବଶିଷ୍ଠ ଋଷି ପୁଣି ରଥରେ ବସି କି ଆସିବେ, ସିଂହଦ୍ୱାରକୁ ଆସିବେ, ରାଜାଙ୍କୁ ଦେଖା କରିବେ। ରଥରେ ବସିକି ଯେତେବେଳେ ବାହାରିଲେ, ରାଜଦାଣ୍ଡ ପୁରା ଲୋକାରଣ୍ୟ। ବାଳକ, ବୃଦ୍ଧ, ବୃଦ୍ଧା, ଯୁବକ, ଯୁବତୀ, ପୁରା ଲୋକାରଣ୍ୟ। ରାତି ପାଇଲେ ଶ୍ରୀରାମଙ୍କ ରାଜ୍ୟାଭିଷେକ ହେବ। ସମସ୍ତେ ଦେଖିବେ। ତାଙ୍କ ମନରେ ଅପୂରନ୍ତ ଆନନ୍ଦ। କିଛି ଲୋକ କିଏ ଘର ଦ୍ୱାର ପୋଛୁଛି, କିଛି ଲୋକ ଦାଣ୍ଡ ଖରୁକୁଛନ୍ତି, କିଛି ଲୋକ ଜଳ ଆଣି ଦାଣ୍ଡରେ ସିଞ୍ଚୁଛନ୍ତି, କିଛି ଲୋକ ପତାକା ପୋଛୁଛନ୍ତି, କିଛି ବୀଣା ବଜାଇ ଗୀତ ଗାଉଛନ୍ତି, କିଏ ଅନ୍ୟ ବାଦ୍ୟ ବଜାଇକି ବି ଗୀତ ଗାଉଛନ୍ତି। ଆନନ୍ଦ ମନରେ ଏମିତି କୋଳାହଳ କରୁଛନ୍ତି। ଏମିତି କୋଳାହଳ କରୁଛନ୍ତି ଯେ ଯେମିତି ସମୁଦ୍ରରେ ଗର୍ଜନ ହୁଏ, ଲହଡ଼ିମାନେ ଯେମିତି ଗର୍ଜନ ହୁଏ, ସେଇଭଳି ଚହଳ ଶୁଭୁଛି। ଅତି କଷ୍ଟରେ ସୁମନ୍ତ୍ର ବଶିଷ୍ଠ ଋଷିଙ୍କୁ ରଥ ଚଳାଇ ବହୁ ସମୟ ଅବଶ୍ୟ ଲାଗିଲା, ରାଜା ସିଂହଦ୍ୱାରରେ ଆସିକି ପହଞ୍ଚିଲେ। ରାଜାଙ୍କ ପାଖକୁ ଗଲେ। ରାଜା ବଶିଷ୍ଠ ଋଷିଙ୍କୁ ପାଛୋଟି ନେଇ ନମସ୍କାର କରି ଦିବ୍ୟ ଆସନରେ ବସାଇ ବିନୟରେ ପଚାରିଲେ, ହେ ମୁନି, ରାମ ସୀତା ଉପବାସରେ ରହିଲେ ତ? ମୁନି କହିଲେ, ମୁଁ ଯାଇ ରାମ ସୀତାଙ୍କୁ ଆସନରେ ବସାଇ ମନ୍ତ୍ର ପଢ଼ି ପବିତ୍ର କରି ଉପବାସ ବିଧି କହି ସମସ୍ତ ଯେତେ ବିଧିବିଧାନ ଅଛି କହି ବର୍ତ୍ତମାନ ଆସିଲୁ। ଦଶରଥ ରାଜା ଆନନ୍ଦ ହୋଇ ବଶିଷ୍ଠ ମୁନି ଆଉ ଯିଏ ସବୁ ପାତ୍ର ମନ୍ତ୍ରୀଗଣଙ୍କୁ ବିଦାୟ ଦେଇ ନିଜ ଅନ୍ତଃପୁରକୁ ଗଲେ। ତାପରେ ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ ସୀତାଙ୍କ ସହ ଶ୍ରୀରାମଙ୍କର ବିଷ୍ଣୁ ଉପାସନା ବିଷୟରେ ଶୁଣନ୍ତୁ। ତାପରେ ମର୍ଯ୍ୟାଦା ପୁରୁଷ ରାମ ସୀତାଙ୍କ ସହ ଶୁଦ୍ଧ ଜଳରେ ସ୍ନାନ କରି ବିଷ୍ଣୁଙ୍କୁ ସ୍ମରଣ କରି ହୋମ କଲେ, ଆହୁତି ଦେଲେ। ତାପରେ ହୋମ ଶେଷ କରି ଭୂମିରେ କୁଶ ବିଛଣାରେ ଶୟନ କଲେ। ତାପରେ ରାତ୍ରି ଯେମିତି ଚତୁର୍ଥ ପ୍ରହର ଟିକେ ଗଡ଼ିଯାଇଛି, ସେତିକି ବେଳେ ରାଜବନ୍ଦୀଗଣ ମାନେ ଆସି ଅନ୍ତଃପୁର ଦ୍ୱାରରେ, ରାମଙ୍କ ଅନ୍ତଃପୁର ଦ୍ୱାରରେ ସ୍ତୁତି ପାଠ କଲେ। ତାପରେ ରାମ ସୀତା କୁଶ ବିଛଣାରେ ଶୋଇଥିଲେ ତ, ସ୍ତୁତି ପାଠ ଶୁଣି ଶଯ୍ୟା ତ୍ୟାଗ କରି ହୃଦୟରେ ବିଷ୍ଣୁଙ୍କୁ ସ୍ମରଣ କରି ନିତ୍ୟକର୍ମ ସ୍ନାନ ସବୁ ଶେଷ କରି ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରି ନାରାୟଣଙ୍କ ସ୍ତୋତ୍ର ପାଠ କରି
ପାଟ ବସ୍ତ୍ର ପରିଧାନ କଲେ। ମୋର ପ୍ରିୟ ଶ୍ରୋତାବନ୍ଧୁ, ପୁଣି ଭିଡ଼ିଓ ବି ବଡ଼ ହେଇଯିବ, ମୋର ଶ୍ରୋତାବନ୍ଧୁମାନଙ୍କର ସମୟ ଅଣ୍ଟିବନି। ଏଣୁ ଆଜି ଏତିକିରେ ଥାଉ। ପୁଣି ଯଦି ଏ ଦାସ ପ୍ରତି ଆପଣଙ୍କର ଆଶୀର୍ବାଦ ଥିବ, ପୁଣି ଆପଣମାନେ ଶୁଣିବେ ଆଗାମୀ ଅଧ୍ୟାୟରେ। ଏଣୁ ଆପଣମାନଙ୍କୁ ମୋର ବିନୀତ ଅନୁରୋଧ, ଆପଣମାନେ ଇଏ ଧାରାବାହିକ ସମ୍ପୂର୍ଣ୍ଣ ବାଲ୍ମୀକି ରାମାୟଣ କଥା ଶୁଣନ୍ତୁ। ଆପଣଙ୍କ ଇଚ୍ଛା, ଯଦି ଅନୁଷ୍ଠାନ ବଞ୍ଚାଇକି ରଖିବାକୁ ଆପଣଙ୍କର ଇଚ୍ଛା, ତାହେଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ନକରି ନାହିଁ, ସବୁ ଆପଣଙ୍କ ଇଚ୍ଛା। ମୁଁ ସେଥିପାଇଁ ସବୁବେଳେ ଆପଣମାନଙ୍କୁ ଭଗବାନ ଭଳି ଭକ୍ତି କରୁଛି। କାହିଁକିନା ଏ ସୃଷ୍ଟି ନିଜର ମୋର କିଛି ମାଗିବାକୁ ଇଚ୍ଛା ନାହିଁ। ଏ ସୃଷ୍ଟି ରକ୍ଷା ପାଉ। ୟୁଟ୍ୟୁବ୍ କର୍ମକର୍ତ୍ତାମାନଙ୍କୁ ନିବେଦନ କରୁଛି, ମୋର କିଛି ରୋଜଗାର କରିବା ପାଇଁ ଆଶା ଆକାଂକ୍ଷା ନାହିଁ। ଯଦି ରୋଜଗାର କରିବେ ତାଙ୍କର ସିଏ ନେଇଯାଆନ୍ତୁ, କିନ୍ତୁ ଏତିକି ଅନୁରୋଧ, ଟିକେ ଯେମିତି ଲୋକଙ୍କ ପାଖରେ ପହଞ୍ଚୁ, ବେଶୀ ଲୋକ ଦେଖନ୍ତୁ। ନହେଲେ ଦେଖିବେ 10-15 ଲୋକ ତାହେଲେ ଭଲ ହେଇନଥିବ। ତେଣୁ ସେଭଳି ମନୋଭାବ ନ ହଉ। ପକ୍ଷପାତ ନ କରି ନିର୍ମଳ ଚିତ୍ତରେ ସମସ୍ତେ ସାହାଯ୍ୟ କଲେ ଏ ଦେଶର ମଙ୍ଗଳ ହେବ, ଏ ବିଶ୍ୱର ମଙ୍ଗଳ ହେବ। ସେହି ମର୍ଯ୍ୟାଦା ପୁରୁଷ ରାମନାରାୟଣ, ମୋର ଶ୍ରୋତା ବନ୍ଧୁ, ତାଙ୍କର ପରିବାର ବର୍ଗ, ମୋ ମା ଭଉଣୀମାନେ ଇଏ ବିଶ୍ୱରେ ପ୍ରତ୍ୟେକ ମୋର ଦେବତା ରୂପୀ ମନୁଷ୍ୟ, ପଶୁପକ୍ଷୀ, ସମସ୍ତ 33 କୋଟି ଦେବତା ସମସ୍ତେ ଏ ବିଶ୍ୱର ମଙ୍ଗଳ କରନ୍ତୁ। ଏତିକି ପ୍ରାର୍ଥନା କରି ସେଇ ଝଙ୍କଡ଼ବାସିନୀ ମା ଶାରଳାଙ୍କୁ କୋଟି କୋଟି ନମସ୍କାର କରି, ରାମନାରାୟଣଙ୍କୁ କୋଟି କୋଟି ନମସ୍କାର କରି, ମୋର ଶ୍ରୋତାବନ୍ଧୁମାନଙ୍କୁ କୋଟି କୋଟି ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।